30 ପ୍ୟାକେଟ୍ ବେଆଇନ ଘିଅ ଜବତ। ପୁରୀ ଶ୍ରୀମନ୍ଦିରକୁ ରୋଷଘରରୁ ନିଆଯାଉଥିବା ବେଳେ ଜବତ ହେଲା। ତଦନ୍ତ ଜାରି କରି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପୁରୀ ଶ୍ରୀମନ୍ଦିରର ପବିତ୍ର ରୋଷଘରକୁ ନିଆଯାଉଥିବା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ 30 ପ୍ୟାକେଟ୍ ବେଆଇନ ଘିଅ ଜବତ କରିଛି। ରିପୋର୍ଟ ଅନୁଯାୟୀ ନିୟମିତ ଯାଞ୍ଚ ସମୟରେ ସୁରକ୍ଷାକର୍ମୀ ଏହି ଚାଲାଣକୁ ଅଟକାଇଥିଲେ ଏବଂ ଦେଖିବାକୁ ପାଇଥିଲେ ଯେ ଏହି ଘିଅ ମହାପ୍ରସାଦ ପ୍ରସ୍ତୁତ ପାଇଁ ଅନୁମତି ବ୍ରାଣ୍ଡର ନୁହେଁ। ମନ୍ଦିର ପ୍ରଶାସନ ମହାପ୍ରସାଦ ପ୍ରସ୍ତୁତିରେ ଓମ୍ଫେଡ୍ ଘିଅ ବ୍ୟବହାର କରିବାକୁ କଡ଼ା ନିୟମ ପ୍ରଣୟନ କରିଛନ୍ତି ଏବଂ ଅନ୍ୟ କୌଣସି ବ୍ରାଣ୍ଡର ପ୍ରବେଶକୁ ନିଷେଧ କରାଯାଇଛି। ଏହି ଜବତ ପରେ ଏଥିରେ ସମ୍ପୃକ୍ତ ଥିବା ସୁଆର ସେବକଙ୍କୁ ଚିହ୍ନଟ କରିବା ଏବଂ ଏହି ଘଟଣା ପଛରେ କୌଣସି ଉଦ୍ଦେଶ୍ୟମୂଳକ ପ୍ରୟାସ କିମ୍ବା ଷଡ଼ଯନ୍ତ୍ର ଥିଲା କି ନାହିଁ ତାହା ଜାଣିବା ପାଇଁ ଏସ୍ଜେଟିଏ ଏକ ତଦନ୍ତ ଆରମ୍ଭ କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଥିପାଇଁ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହାପ୍ରସାଦର ପବିତ୍ରତା, ଗୁଣବତ୍ତା ଏବଂ ଶୁଦ୍ଧତା ଯେପରି ଅକ୍ଷୁଣ୍ଣ ରହିବା ତାହା ନିଶ୍ଚୟ କରିବା ପାଇଁ ରୋଷଘର ଚାରିପାଖରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।